ରାତି ପାଇଲେ ରାକ୍ଷୀ ପୂର୍ଣ୍ଣିମା। କେତେବେଳେ ଶୁଭ ମୁହୂର୍ତ୍ତ ଜାଣନ୍ତୁ। ଭାଇ ଓ ଭଉଣୀର ଅଟୁଟ ବନ୍ଧନ ପ୍ରତୀକ ରାକ୍ଷୀ। ଭଉଣୀଟିଏ ରାକ୍ଷୀ ବାନ୍ଧି ଭାଇର ଶୁଭ ମନାଏ। ଦୀର୍ଘ ଜୀବନ କାମନାରେ ନିଜ ଭାଇକୁ ନେଇ ମନରେ ଖୁସି ଅନୁଭବ କରେ, ଗର୍ବ କରେ। ଆଉ ବଦଳରେ ଭାଇ ନିଜ ଭଉଣୀକୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦିଏ। ତା ସହ ସବୁବେଳେ ଛିଡା ହେବାକୁ ପଣ କରେ। ଭାଇ ଓ ଭଉଣୀର ଅନାବିଲ ଭଲ ପାଇବା ଓ ସ୍ନେହର ପ୍ରତୀକ ରାକ୍ଷୀ ପୂର୍ଣ୍ଣିମା। ଆସନ୍ତାକାଲି ସାରା ଦେଶରେ ରାକ୍ଷୀ ପୂର୍ଣ୍ଣିମା ପାଳିତ ହେବ। ସାଧାରଣ ଭାବେ ହିନ୍ଦୁ ଧର୍ମ ପରିବାରରେ ଏହି ପ୍ରଥା ପାଳିତ ହୁଏ। ହେଲେ କେତେବେଳେ ବାନ୍ଧିବେ ରାକ୍ଷୀ? କଣ ରହିଛି ରାକ୍ଷୀ ବାନ୍ଧିବାର ଶୁଭ ମୁହୂର୍ତ୍ତ? ଜ୍ୟୋତିଷ ଅନୁସାରେ 19 ଅଗଷ୍ଟ ଶ୍ରାବଣ ପୂର୍ଣ୍ଣିମା ଦିନ ଭୋର 3ଟା 4 ମିନିଟରୁ ପୂର୍ଣ୍ଣିମା ତିଥି ଆରମ୍ଭ ହେବ। ତିଥି ଆରମ୍ଭ ହେବ ଆଉ ରାତି 11ଟା 55 ମିନିଟ ଯାଏଁ ରହିବ। ତେବେ ସୂର୍ଯ୍ୟୋଦୟ ପୂର୍ବରୁ ହିଁ ଭଦ୍ରାର ଛାୟା ରହିବ, ଯାହାର ସମାପ୍ତ 1ଟା 29ରେ ହେବ। ଏହି ଭଦ୍ରା କାଳରେ ସାଧାରଣ ଭାବେ ରାକ୍ଷୀ ବାନ୍ଧିବାକୁ ବାରଣ କରାଯାଏ, କାରଣ ଭଦ୍ରା କାଳରେ ରାକ୍ଷୀ ବାନ୍ଧିବାକୁ ଅଶୁଭ ଗଣନା କରାଯାଏ। ମାନ୍ୟତା ଅନୁଯାୟୀ ରାବଣଙ୍କ ଭଉଣୀ ତାଙ୍କୁ ଭଦ୍ରା କାଳରେ ହିଁ ରାକ୍ଷୀ ପିନ୍ଧାଇଥିଲା ଆଉ ରାବଣର ବିନାଶ ହୋଇଥିଲା। ଏହାପରେ ଭଦ୍ରା କାଳ ରାକ୍ଷୀ ପିନ୍ଧିବାରୁ ଦୂରେଇ ରହିବାକୁ କୁହାଯାଏ। ଅର୍ଥାତ୍ ଆସନ୍ତାକାଲି ଦିନ 1ଟା 32 ପରେ ଆପଣ ନିଜ ଭାଇଙ୍କୁ ରାକ୍ଷୀ ପିନ୍ଧାଇ ପାରିବେ, କାରଣ ସେତେବେଳକୁ ଏହି ଭଦ୍ରା ସମାପ୍ତ ହୋଇଯିବ। ରାକ୍ଷୀ ବାନ୍ଧିବା ପାଇଁ ଦିନ 1ଟା 32ରୁ ସନ୍ଧ୍ୟା 7ଟା ମଧ୍ୟରେ ସବୁଠୁ ଶୁଭ ମୁହୂର୍ତ୍ତ।